ଆଜି ଆମେ ଭଗବତ୍ ଗୀତାର एकदम ଆରମ୍ଭରୁ ପ୍ରଥମ ଶ୍ଲୋକର ଗୋଟେ ଗଭୀର ଆଲୋଚନା କରିବା। ହଁ ନିଶ୍ଚୟ। ଆମ ପାଖରେ ଗୋଟେ ବିଶ୍ଳେଷଣାତ୍ମକ ଲେଖା ଅଛି, ସେ ଆଧାରରେ ଆମେ ଚେଷ୍ଟା କରିବା ଏହାର ନାଟକୀୟତା, ଦାର୍ଶନିକ ଗଭୀରତା ଆଉ ମହତ୍ୱକୁ ବୁଝିବା ପାଇଁ। ବେଶ। ଆଗ ଶ୍ଲୋକଟା କହିଦିଏ। ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ୟୁୟୁତ୍ସବଃ ମାମକା ପାଣ୍ଡବାଶ୍ଚୈବ କିମ କୁର୍ୱତ ସଞ୍ଜୟ। ଓଡ଼ିଆରେ କହିଲେ ଧୃତରାଷ୍ଟ୍ର ପଚାରୁଛନ୍ତି, ହେ ସଞ୍ଜୟ, ଧର୍ମଭୂମି କୁରୁକ୍ଷେତ୍ରରେ ଯୁଦ୍ଧ କରିବାକୁ ଇଚ୍ଛା କରି ଏକାଠି ହେଇଥିବା ମୋ ପୁଅମାନେ ଆଉ ପାଣ୍ଡୁଙ୍କ ପୁଅମାନେ ସେମାନେ କ'ଣ କଲେ? ଆଜ୍ଞା। ଶୁଣିବାକୁ ତ ଗୋଟେ ସାଧାରଣ ପ୍ରଶ୍ନ ଭଳି ଲାଗୁଛି ନା, କିନ୍ତୁ ଏହା ଭିତରେ ବହୁତ କଥା ଲୁଚି ରହିଛି। ଏକଦମ। ତେବେ କଥା ଆରମ୍ଭ ହେଉଛି ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କଠୁ। ସେ ନିଜେ ଯୁଦ୍ଧଭୂମିରେ ନାହାନ୍ତି, ଦୂରରୁ ସଞ୍ଜୟଙ୍କ ଦିବ୍ୟ ଦୃଷ୍ଟିରେ ସବୁ ଜାଣିବାକୁ ଚାହୁଁଛନ୍ତି। ହଁ, ଆଉ ଏଇ ଯୋଉ ଅନ୍ଧତ୍ୱ କଥା କହିଲେ, ଏଇଟା ଖାଲି ଶାରୀରିକ ନୁହେଁ, ଏଇଟା ବହୁତ ଗଭୀର, ମାନେ ପ୍ରତୀକାତ୍ମକ। ଆଚ୍ଛା। ଦେଖିବି ନ ଦେଖିଲା ଭଳି ହେଇଛନ୍ତି। ଧର୍ମ ଆଉ ନ୍ୟାୟ ପାଇଁ ସେ ଆଖି ବୁଜି ଦେଇଛନ୍ତି। ଏଇ ଆଧ୍ୟାତ୍ମିକ ଅନ୍ଧାରେ ହିଁ ପରେ ଯୋଉ ଜ୍ଞାନର ଆଲୋକ ଆସିବ, ସେଥିପାଇଁ ଗୋଟେ ପୃଷ୍ଠଭୂମି ତିଆରି କରୁଛି। ବୁଝିଲି। ଆଉ ସେ ଯୋଉ ଯୁଦ୍ଧର ସ୍ଥାନ କୁରୁକ୍ଷେତ୍ର, ତାକୁ ଧର୍ମକ୍ଷେତ୍ର ବି କୁହାଯାଇଛି। ଏହାର କ'ଣ ବିଶେଷତ୍ୱ? ଦେଖନ୍ତୁ, ଧର୍ମକ୍ଷେତ୍ର ଶବ୍ଦଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇଟା କହୁଛି କି ଏ ଯୁଦ୍ଧ ଖାଲି ଦିଟା ପରିବାର ଭିତରେ ରାଜ୍ୟ ପାଇଁ ଲଢ଼େଇ ନୁହେଁ। ଓହୋ। ଏଇଟା ଏମିତିକା ପବିତ୍ର ଜାଗା ଯୋଉଠି ଧର୍ମର ପରୀକ୍ଷା ହେବ, ସତ ଆଉ ନ୍ୟାୟର ସ୍ଥାପନା ହେବ। ଆଚ୍ଛା। ଆଉ ଗୋଟେ କଥା ହେଲା, ଏଇ କୁରୁକ୍ଷେତ୍ର ଆମ ନିଜ ଭିତରର ଯୁଦ୍ଧଭୂମିର ବି ପ୍ରତୀକ। ଆମ ମନ ଭିତରେ, ଆତ୍ମା ଭିତରେ ଯୋଉ ଭଲ ମନ୍ଦ, ଠିକ୍ ଭୁଲ ଭିତରେ ସବୁବେଳେ ଲଢ଼େଇ ଚାଲିଥାଏ ନା, ହଁ ହଁ। ସେଇଟା ବି ଗୋଟେ ଧର୍ମକ୍ଷେତ୍ର। ତେଣୁ ଏ ଯୁଦ୍ଧ ଖାଲି ବାହାରର ନୁହେଁ, ଭିତରର ବି। ବାଃ। ଏବେ ଆସିବା ଧୃତରାଷ୍ଟ୍ରଙ୍କ ଶବ୍ଦକୁ। ସେ ଯୋଉ କହୁଛନ୍ତି ନିଜ ପୁଅଙ୍କ ପାଇଁ ମାମାକା, ମାନେ ମୋର, କିନ୍ତୁ ପାଣ୍ଡୁଙ୍କ ପୁଅଙ୍କ ପାଇଁ ଖାଲି ପାଣ୍ଡବାହା। ଏମିତି କାହିଁକି? ଆମ ପିଲାମାନେ କହିପାରିଥାନ୍ତେ ନା? ଏଇଠି ତ ସବୁ କଥା। ଏଇଟା ତାଙ୍କର ଗଭୀର ପକ୍ଷପାତ, ଆସକ୍ତି ଆଉ ଭେଦଭାବକୁ ପୁରା ସ୍ପଷ୍ଟ କରିଦେଉଛି। ଆଚ୍ଛା। ସେ ପାଣ୍ଡବମାନଙ୍କୁ ଆଦୌ ନିଜର ଭାବି ପାରୁନାହାନ୍ତି, ପର ଭଳି ଦେଖୁଛନ୍ତି। ଏଇ ଯୋଉ ମୋର ବା ମାମକା ଭାବନା, ଏଇଟା ହିଁ ମୋହ, ଅହଙ୍କାର। ହଁ ତ। ଆଉ ଏଇ ଆସକ୍ତି, ଏଇ ବିଭାଜନ ହିଁ ପୁରା ମହାଭାରତ ଯୁଦ୍ଧର ମୂଳ କାରଣ। ଯେତେବେଳେ ମୋର ତୋର ଆସିଯାଏ, ସେଠି ଧର୍ମ, ନ୍ୟାୟ ସବୁ ପଛରେ ପଡ଼ିଯାଏ। ଆଉ ତାଙ୍କ ପ୍ରଶ୍ନଟା କିମ୍ କୁର୍ୱତ ସଞ୍ଜୟ, ମାନେ ସେମାନେ କ'ଣ କଲେ? ଏଇଟା ବି ଟିକେ ଅଜବ ଲାଗୁଛି, କାରଣ ସମସ୍ତେ ତ ଯୁଦ୍ଧ କରିବାକୁ ଯାଇଛନ୍ତି, ଆଉ କ'ଣ କରିବେ? ହଁ, ଏଇ ପ୍ରଶ୍ନଟା ସିଧାସଳଖ ନୁହେଁ। ଏହା ଭିତରେ ତାଙ୍କର ଗଭୀର ଆଶଙ୍କା, ଭୟ ଆଉ ବୋଧହୁଏ କ'ଣ କହନ୍ତି, ଗୋଟେ ଅସ୍ପଷ୍ଟ ଆଶା ବି ଥାଇପାରେ। ଆଶା? କେମିତି? ସେ ଜାଣନ୍ତି ଯୁଦ୍ଧ ତ ହେବ, କିନ୍ତୁ ମନ ଭିତରେ କୋଉଠି ନା କୋଉଠି ଡର ଅଛି। ତାଙ୍କ ପୁଅମାନେ ହାରିଯିବେ କି, କିମ୍ବା ହୁଏତ ସେ ଭାବୁଛନ୍ତି କିଛି ଗୋଟେ ଚମତ୍କାର ହୋଇଯାଉ, ଯୁଦ୍ଧଟା ବନ୍ଦ ହେଇଯାଉ। ଓହୋ, ବାସ୍ତବତାକୁ ସାମ୍ନା କରିବାକୁ ଡରୁଛନ୍ତି। ଏକଦମ। କାରଣ ସେ ଜାଣନ୍ତି ଯେ ସେ ନିଜେ ଚାହିଁଥିଲେ ଏ ମହାବିନାଶକୁ ରୋକି ପାରିଥାନ୍ତେ, କିନ୍ତୁ ପୁତ୍ର ମୋହରେ ପଡ଼ି କିଛି କଲେନି। ତେଣୁ ପ୍ରଶ୍ନଟା ଖାଲି ଖବର ପାଇବା ପାଇଁ ନୁହେଁ, ତାଙ୍କ ନିଜ ଭିତରର ଦ୍ୱନ୍ଦ୍ୱ ଆଉ ଭୟର ପ୍ରତିଫଳନ ବେଶୀ। ବାଃ। ତାହେଲେ ଏଇ ଗୋଟିଏ ଶ୍ଲୋକରୁ ଆମେ କେଉଁ ମୁଖ୍ୟ ଦାର୍ଶନିକ ଦିଗ ପାଉଛେ? ମୋଟାମୋଟି ଭାବେ ଦେଖିଲେ, ଏଇ ପ୍ରଥମ ଶ୍ଲୋକଟି ପୁରା ଗୀତାର ତିନିଟା ମୁଖ୍ୟ କଥାର ଇସାରା ଦେଉଛି। କ'ଣ କ'ଣ ସେଗୁଡ଼ିକ? ପ୍ରଥମତଃ, ଧର୍ମ ଆଉ ଅଧର୍ମ ଭିତରେ ଯୋଉ ଚିରନ୍ତନ ସଂଘର୍ଷ, ସେଇଟା ଧର୍ମକ୍ଷେତ୍ର ଶବ୍ଦରୁ ସ୍ପଷ୍ଟ। ଦ୍ୱିତୀୟରେ, ଆସକ୍ତି ବା ମୋହ ଆଉ ଅହଙ୍କାରର କେତେ ଭୟଙ୍କର ପରିଣାମ ହୋଇପାରେ, ଏଇଟା ଧୃତରାଷ୍ଟ୍ରଙ୍କ ମାମକାହା ଶବ୍ଦରୁ ଜଣାପଡ଼ୁଛି। ଠିକ୍। ଆଉ ତୃତୀୟରେ, ମଣିଷର କର୍ମ, ତାର ନିଜର ଇଚ୍ଛାଶକ୍ତି ଆଉ ଭାଗ୍ୟ ଭିତରେ ଯୋଉ ଜଟିଳ ସମ୍ପର୍କ ରହିଛି, ସେଇଟା କିମ୍ କୁର୍ୱତ ବା କ'ଣ କଲେ ପ୍ରଶ୍ନର ଗଭୀରତାରୁ ଜଣାପଡ଼ୁଛି। ଗୋଟିଏ ଶ୍ଲୋକରେ ଏତେ କଥା, ଆଉ ଏହାର ନାଟକୀୟତା ବିଷୟରେ କ'ଣ କହିବେ? ମାନେ ଗୀତାର ଆରମ୍ଭ ଏମିତି ହେବା। ଆରେ, ଏଇଟା ତ ଗୋଟେ ଜବରଦସ୍ତ ନାଟକୀୟ ଆରମ୍ଭ। ଭାବନ୍ତୁ ତ, ଗୀତା ଭଳି ଗୋଟେ ମହାନ ଗ୍ରନ୍ଥର ଆରମ୍ଭ କୌଣସି ଦେବତା କି ଋଷିଙ୍କଠୁ ନ ହୋଇ ଜଣେ ଅନ୍ଧ, ପକ୍ଷପାତୀ, ଚିନ୍ତିତ ରାଜାଙ୍କ ପ୍ରଶ୍ନରୁ ହେଉଛି। ସତରେ? ଏଇଟା ସିଧା ମଣିଷର ଦୁର୍ବଳତା
ଆଉ ନୈତିକ ଦ୍ୱନ୍ଦ୍ୱକୁ ଆମ ସାମ୍ନାକୁ ଆଣିଦେଉଛି। ଏହା ସେଇ ନୈତିକ ଅନ୍ଧତ୍ୱ ପାଇଁ ମଞ୍ଚ ପ୍ରସ୍ତୁତ କରୁଛି, ଯାହାକୁ ଦୂର କରିବା ପାଇଁ ହିଁ ଆଗକୁ ଭଗବାନ କୃଷ୍ଣଙ୍କ ଜ୍ଞାନ ଆସିବ। ଆଦି ଶଙ୍କରାଚାର୍ଯ୍ୟ ହୁଅନ୍ତୁ ବା ସ୍ୱାମୀ ଚିନ୍ମୟାନନ୍ଦ, ବଡ଼ ବଡ଼ ଭାଷ୍ୟକାରମାନେ ବି ଏଇ ପ୍ରଥମ ଶ୍ଲୋକର ଗଭୀରତା ଉପରେ ବହୁତ ଜୋର ଦେଇଛନ୍ତି, କାରଣ ଏଇଟା ପୁରା ଗୀତାକୁ ବୁଝିବା ପାଇଁ ଚାବିକାଠି ଭଳି। ବହୁତ ବଢ଼ିଆ। ତେଣୁ ସଂକ୍ଷେପରେ କହିଲେ, ଗୀତାର ଏଇ ପ୍ରଥମ ଶ୍ଲୋକ ଦେଖିବାକୁ ସିନା ସରଳ ଲାଗୁଛି, କିନ୍ତୁ ଏହା ଭିତରେ ନୈତିକ, ମନସ୍ତାତ୍ତ୍ୱିକ ଆଉ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ଭରି ରହିଛି। ନିଶ୍ଚୟ। ଏହା ଆମକୁ ଆସକ୍ତି, ଅହଙ୍କାର, ଧର୍ମର ସୂକ୍ଷ୍ମତା ଆଉ କର୍ମସ ଫଳର ଜଟିଳତା ବିଷୟରେ ଭାବିବାକୁ ବାଧ୍ୟ କରେ। ଠିକ୍। ଆଉ ଶେଷରେ ଗୋଟିଏ ଚିନ୍ତା କରିବା ପାଇଁ ପ୍ରଶ୍ନ ଛାଡ଼ି ଯାଉଛି। ହଁ, କୁହନ୍ତୁ। ଯଦି କୁରୁକ୍ଷେତ୍ର ଆମ ନିଜ ଭିତର ସଂଘର୍ଷର ପ୍ରତୀକ, ତେବେ ଆଜିର ଦୁନିଆରେ ଆମ ନିଜ ଜୀବନରେ କେଉଁ ପରିସ୍ଥିତି ବା ମାନସିକ ଅବସ୍ଥା ଆମ ପାଇଁ ସେଇ ଧର୍ମକ୍ଷେତ୍ର ପାଲଟିଛି? ବାଃ, ଭଲ ପ୍ରଶ୍ନ। ଆଉ ଗୋଟେ କଥା, କେଉଁଠି ନା କେଉଁଠି ଆମେ ଜାଣିତରେ ହେଉ କି ଅଜାଣତରେ ନିଜ ଭିତରେ ସେଇ ଧୃତରାଷ୍ଟ୍ର ଭଳି ପକ୍ଷପାତ, ମୋହ କିମ୍ବା ବାସ୍ତବତା ପ୍ରତି ଆଖି ବୁଜି ଦେଉନାହୁଁ ତ? ଏଇଟା ଆମ ସମସ୍ତଙ୍କ ପାଇଁ ଗୋଟେ ଆତ୍ମ ଅନୁଶୀଳନର ବିଷୟ।